ବେଲପଡ଼ା ସହରରେ ଝାଡ଼ାବାନ୍ତି 4 ଦିନରେ ଗଲାଣି 3 ଜୀବନ। ବେଲପଡ଼ା ବ୍ଲକ ଅନେକ ଗ୍ରାମମାନଙ୍କରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅନେକ ଲୋକମାନଙ୍କର ଜୀବନ ଯାଇଥିବା ବେଳେ ଠିକ୍ ସେହିପରି ଆଜି ବେଲପଡ଼ା ସହରର ତାଲିପଡ଼ାରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। 25 ଜଣରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ହୋଇ 4 ଦିନରେ 3 ଜଣଙ୍କର ଜୀବନ ଯାଇଛି। ସେମାନେ ହେଲେ ରାୟମତୀ ପୁଟେଲେ, କୁନ୍ତଳା ଗୁରୁ, ହିମାଂଶୁ ପୁଟେଲେ ଓ 2 ଜଣ ବୃଦ୍ଧା ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ହିମାଂଶୁକୁ ପଟନାଗଡ଼ରୁ ସ୍ଥାନାନ୍ତରିତ କରୁଥିବା ସମୟରେ ବାଟରେ ମୃତ୍ୟୁବରଣ କରିଛନ୍ତି। ଏବେ ଉକ୍ତ ପଡ଼ାବାସୀ ବଲାଙ୍ଗୀର ଭୀମଭୋଇ ଏବଂ ପଟନାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଝାଡ଼ାବାନ୍ତିର ମୁଖ୍ୟ କାରଣ ଦୂଷିତ ପାଣି ବୋଲି ଡାକ୍ତର ରବୀନ୍ଦ୍ର ମେହେର କହିଛନ୍ତି। ଏହା ସହିତ ଉକ୍ତ ପଡ଼ାକୁ ଡାକ୍ତର ଦଳ ପହଞ୍ଚି ତଦାରଖ କରୁଛନ୍ତି। ବଲାଙ୍ଗୀର ଜିଲ୍ଲା ବେଲପଡ଼ାରୁ ଭୋଜରାଜ ଦଣ୍ଡସେନାଙ୍କ ରିପୋର୍ଟ, ନ୍ୟୁଜ୍ 18+ ଓଡ଼ିଆ।